ମାନେ ଜୀବନଟା ଆମ ହିସାବରେ ଚାଲେନି। ଆମେ କହିବୁ ଆମେ 365 ଡେଜ୍ ଖୁସିରେ ରହିବୁ, ଆମକୁ କୌଣସି ଦୁଃଖ ଛୁଇଁବନି, ଏସବୁ ବେକାର କଥା। ଭଗବାନ ବି ପ୍ରୋବ୍ଲେମରେ ପଡ଼ିଛନ୍ତି। ଭଗବାନ ଯେତେବେଳେ ବି ଆସିଛନ୍ତି ତାଙ୍କୁ ବି କଷ୍ଟ ହେଇଛି। ଶ୍ରୀରାମ ମହାପ୍ରଭୁ 14 ବର୍ଷ ବନବାସ ଯାଇଛନ୍ତି, ଶ୍ରୀକୃଷ୍ଣ ବି ବହୁତ ହଇରାଣ ହେଇଛନ୍ତି। ତେଣୁ ଏଇଠି ପ୍ରୋବ୍ଲେମଟା ସଂସାରରେ ଆମେ ଆସିଛେ ମାନେ ପ୍ରୋବ୍ଲେମ ଅଛି ହିଁ ଅଛି। ତେଣୁ ଆମେ ଭାବିବା ଯେ ଆମର ଜଣେ ଡିରେକ୍ଟର ଉପରେ ଅଛନ୍ତି, ସିଏ ଆମକୁ ଯେଉଁ ଆକ୍ଟ କରିଛନ୍ତି ପ୍ଲେ କରିବାକୁ ଆମେ ପ୍ଲେ କରି ଚାଲିବା। ଆମ ଜୀବନଟା କେବଳ ଗୋଟେ ଆକ୍ଟିଂ, ଆମେ ପ୍ଲେ କରି ଚାଲିବା, ତାର ଫଳାଫଳ ଭଗବାନ ହିଁ ଦେବେ। ଯଦି ଆମେ ଭଲ କାମ କରିବା ଆମେ ଉପରକୁ ଗଲେ ଆମ ଡିରେକ୍ଟର କହିବେ ୱେଲ୍ ଡନ୍, ତୁମେ ଭଲ କାମ କରିଛ। ତେଣୁ କୌଣସିଥିରେ ବ୍ୟସ୍ତ ହେବାର ନାହିଁ। ଆମେ ପ୍ରୋବ୍ଲେମ୍ ଆସୁଛି, ପ୍ରୋବ୍ଲେମ୍ ସେ ହିଁ ଦେଉଛନ୍ତି, ସେ ହିଁ ନେଇଯିବେ। ତେଣୁ ଭାଙ୍ଗି ପଡ଼ିବା, ଦୁଃଖୀ ହେବା, ହଜାର ପ୍ରକାର ରୋଗରେ ପଡ଼ିବା, ଏସବୁ ବେକାର କଥା। ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସିଏ ଆମକୁ ଜନ୍ମ ଦେଇଛନ୍ତି, ସିଏ ଯେଉଁ ବାଟେ ଆମକୁ ନେବେ ଆମେ ସେଇଭଳିଆ କରିବା। ସିଏ ଆମକୁ ଆକ୍ଟିଂ, ସେ ଯେମିତି ଆମକୁ ଆକ୍ଟିଂ କରାଇବେ ଆମେ ସେଇଭଳିଆ କରିପାରିବା। ତେଣୁ ତାଙ୍କ ଉପରେ ବିଶ୍ୱାସ ରହିଲେ ଆପଣ କେବେ ବି ଭୁଲ ବାଟରେ ଯିବେନି। ଭଗବାନଙ୍କୁ ମାନନ୍ତୁ, ଖୁସିରେ ରହନ୍ତୁ। ରହୁଛି, ଜୟ ଜଗନ୍ନାଥ।